ଆପଣମାନଙ୍କୁ ପୁଣି ଥରେ ମୁଁ ସ୍ୱାଗତ କରୁଛି ଓଡ଼ିଆ ଟିଭି ୟୁଟ୍ୟୁବ୍ ଚ୍ୟାନେଲରେ। ଆଜି ଆପଣମାନଙ୍କ ପାଇଁ ଯେଉଁ ଟପିକ୍ ରହିଛି ସେହି ଟପିକ୍ ହେଉଛି ଭତ୍ତା ଟଙ୍କାକୁ ନେଇ। ବର୍ତ୍ତମାନ ଦେଖନ୍ତୁ ରାଜ୍ୟ ସରକାର ନୂଆ ବଜେଟ୍ ଘୋଷଣା କରିଛନ୍ତି। ଏହି ନୂଆ ବଜେଟ୍ରେ ଆପଣଙ୍କର ଯେଉଁ ଭତ୍ତା ଟଙ୍କା ରହିଛି, ଭତ୍ତା ଟଙ୍କା ରାଜ୍ୟ ସରକାର 3500 ଟଙ୍କା କରିଛନ୍ତି। ଯେଉଁ ମଧୁବାବୁ ପେନ୍ସନ୍ ଯୋଜନା ଅଧୀନରେ ଆପଣଙ୍କର ଯେଉଁ ଭତ୍ତା ରହିଛି, ସେହି ଭତ୍ତା ଟଙ୍କାକୁ ରାଜ୍ୟ ସରକାର 3500 ଟଙ୍କା କରିଛନ୍ତି। ତେବେ ରାଜ୍ୟ ସରକାର এই ଯେଉଁ ଭତ୍ତା ଟଙ୍କାକୁ ବୃଦ୍ଧି କରିଛନ୍ତି, ଏହି ଭତ୍ତା ଟଙ୍କା ବୃଦ୍ଧି ଯେଉଁ କରାଯାଇଛି, এই ଟଙ୍କାଟି କେଉଁମାନେ ପାଇପାରିବେ? ଦେଖନ୍ତୁ, କେଉଁମାନଙ୍କୁ ରାଜ୍ୟ ସରକାର 3500 ଟଙ୍କା ଦେବେ, ତା ସହିତ କେତେ ତାରିଖରୁ ଏହି ବର୍ଦ୍ଧିତ ଭତ୍ତା ଟଙ୍କା ଆପଣମାନେ ପାଇପାରିବେ, ଯାହାକି ଆପଣମାନଙ୍କୁ ମୁଁ ଏହି ଭିଡ଼ିଓ ମାଧ୍ୟମରେ ପୁରା ଡିଟେଲ୍ ଜଣାଇବି। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଯେଉଁମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଓଡ଼ିଶାରେ ବିଜେପି ପାର୍ଟି ତରଫରୁ ଯାହାକି ନିର୍ବାଚନ ଟାଇମ୍ରେ ମଧୁବାବୁ ପେନ୍ସନ୍ ଯୋଜନା ଅଧୀନରେ ଯେଉଁ ଭତ୍ତା ରହିଛି, ଏହି ଭତ୍ତା ଟଙ୍କାକୁ 3500 ଟଙ୍କା କରିବା ପାଇଁ ଯାହାକି ଘୋଷଣା କରାଯାଇଥିଲା। ଏହା ସହିତ ବିଜେପିର ଯେଉଁ ମ୍ୟାନିଫେଷ୍ଟୋ ରହିଛି, ଯାହାକି ନିର୍ବାଚନୀ ଇସ୍ତାହାର ରହିଛି, ନିର୍ବାଚନୀ ଇସ୍ତାହାରରେ ମଧ୍ୟ ଏ ନେଇ ଅପଡେଟ୍ ରହିଛି। ଏବେ କିନ୍ତୁ ଓଡ଼ିଶାରେ ବିଜେପି ସରକାର ହେଇଛି, ଯାହାକି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାହାକି ନୂଆ ବଜେଟ୍ ମଧ୍ୟ ଘୋଷଣା କରିଛନ୍ତି। ଏହି ନୂଆ ବଜେଟ୍ରେ ଭତ୍ତା ଟଙ୍କା ମଧ୍ୟ ବୃଦ୍ଧି କରିଛନ୍ତି, ଯାହାକି ଭତ୍ତା ଟଙ୍କା 3500 ଟଙ୍କା କରିଛନ୍ତି। ଏଇଠି ପ୍ରଶ୍ନ ଉଠୁଛି ଯେ କେଉଁମାନେ ଏହି 3500 ଟଙ୍କା ପାଇପାରିବେ, ଯାହାକି ରାଜ୍ୟ ସରକାର এই ଯେଉଁ ଭତ୍ତା ଟଙ୍କାକୁ ବୃଦ୍ଧି କରିଛନ୍ତି, ଏହି ବର୍ଦ୍ଧିତ ଟଙ୍କା କେଉଁମାନେ 3500 ଟଙ୍କା ପାଇପାରିବେ, ଏହା ସହିତ କେତେ ତାରିଖରୁ ସେମାନେ ଟଙ୍କା ପାଇପାରିବେ। ଦେଖନ୍ତୁ, ଏଇଠି ପୁରା ଅପଡେଟ୍ ହୋଇଛି ଯେ ରାଜ୍ୟ ସରକାର କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ 80 ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କୁ ଯାହାକି 3500 ଟଙ୍କାର ଭତ୍ତା ଟଙ୍କା ଦିଆଯିବ। ଏହା ସହିତ ଆଉ କେଉଁମାନଙ୍କୁ 3500 ଟଙ୍କା ଭତ୍ତା ମିଳିବ? ଦେଖନ୍ତୁ, ଯେଉଁମାନେ ଭିନ୍ନକ୍ଷମ ରହିଛନ୍ତି, ଭିନ୍ନକ୍ଷମରେ ତାଙ୍କର ଯେଉଁ ସାର୍ଟିଫିକେଟ୍ ରହିଛି, ସେହି ସାର୍ଟିଫିକେଟ୍ରେ 80%ରୁ କମ୍ ଭିନ୍ନକ୍ଷମ ହୋଇନଥିବେ। ଯେଉଁ ବ୍ୟକ୍ତିମାନେ 80%ରୁ କମ୍ ଭିନ୍ନକ୍ଷମ ହୋଇନଥିବେ, ସେମାନଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ଏବଂ ଜାତୀୟ ସୁରକ୍ଷା ଭତ୍ତା ଯୋଜନା ଅଧୀନରେ ସେମାନଙ୍କୁ 3500 ଟଙ୍କା ଭତ୍ତା ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏବେ କିନ୍ତୁ ସବୁଆଡ଼େ ଆଲୋଚନା ହେଉଛି ଯେଉଁମାନଙ୍କୁ 60-70 ବର୍ଷ ହେଉଛି, ସେମାନେ ମଧୁବାବୁ ପେନ୍ସନ୍ ଯୋଜନା ଅଧୀନରେ ଯେଉଁ ଭତ୍ତା ପାଉଛନ୍ତି, ସେମାନଙ୍କୁ ରାଜ୍ୟ ସରକାର କେତେ ଟଙ୍କା ଦେବେ? ଦେଖନ୍ତୁ, ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ଯାହାକି 80 ବର୍ଷ ଯେଉଁମାନଙ୍କୁ ହେଉଛି ସେମାନଙ୍କୁ 3500 ଟଙ୍କା କରିଛନ୍ତି। ଏହା ସହିତ ଭିନ୍ନକ୍ଷମମାନଙ୍କ ପାଇଁ ଯେଉଁମାନଙ୍କର ଭିନ୍ନକ୍ଷମ ପ୍ରତିଶତ ଯାହାକି 80%ରୁ କମ୍ ହୋଇନଥିବ, ସେମାନଙ୍କ ପାଇଁ କରିଛନ୍ତି। ଯାହାକି ଆପଣଙ୍କର 60 ବର୍ଷ 70 ବର୍ଷ ଯେଉଁମାନଙ୍କୁ ହୋଇଯାଇଛି, ସେମାନେ ଯେତେ ଟଙ୍କା ଆଗରୁ ପାଉଥିଲେ ସେତେ ଟଙ୍କା ପାଇପାରିବେ। ହୁଏତ ରାଜ୍ୟ ସରକାର ଯେଉଁମାନଙ୍କୁ 60 ବର୍ଷ ହୋଇଯାଇଛି, ତା ସହିତ ଯେଉଁମାନେ ବିଧବା ରହିଛନ୍ତି, ସେମାନଙ୍କ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଯାହାକି ଭତ୍ତା ଟଙ୍କା ବୃଦ୍ଧି କରିପାରନ୍ତି ବୋଲି ଅପଡେଟ୍ ରହିଛି। ଠିକ୍ ଅଛି, ଏ ଥିଲା ଆପଣମାନଙ୍କ ପାଇଁ ଭତ୍ତା ଟଙ୍କାକୁ ନେଇ ଗୋଟେ ବହୁତ ବଡ଼ ଅପଡେଟ୍। ଆପଣମାନଙ୍କ ଭିଡ଼ିଓ କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଗୋଟେ କମେଣ୍ଟ କରିବେ।